किए नहीं पारिबो ତେଣୁ ଯିଏ ତାକୁ ସେଇ ପରମ୍ପରାକୁ ବୁଝିଥାଏ ଆଉ ଶେଷରେ ସେଇ ପୁଅଟି ତାର ବାପାର କର୍ମ ସାରି ପାରଲୌକିକ କ୍ରିୟା ସାରି ଲଣ୍ଡିତ ମସ୍ତକ ଯେତେବେଳେ ଯାଇଛି ଠାକୁରଙ୍କ ପାଖରେ ଦର୍ଶନ କରିବା ପାଇଁ କିଛି ଦୂରରେ ଠିଆ ହେଇଛି ଲାଇନରେ ଠାକୁର ତାକୁ ଡାକୁଛନ୍ତି ଆରେ ଆଇଲୁ ଆଇଲୁ ଆସିକି ଠାକୁର ପ୍ରଣାମ ଯିବାକୁ ଲଣ୍ଡା କାହିଁକି ଠାକୁର କହନ୍ତି କାହିଁ ଲଣ୍ଡା ହେଇଛି ନା ଠାକୁର ଆପଣ ସବୁ ଜାଣିଛନ୍ତି ମୁଁ କଣ ଜାଣିଛି ଆପଣ ତ ପଚାରୁଛ ତୁ ଲଣ୍ଡା କାହିଁକି ହେଇଛି ନା ଠାକୁର କଣ ଆପଣ ଜାଣିନାହାନ୍ତି ଆପଣ ସବୁ ଜାଣିଛନ୍ତି ଠାକୁର କହୁଛନ୍ତି ଆରେ ବାପା ଗଲାବେଳେ କାନ୍ଦିଲ କିରେ ନା ନାଇଁ ନାଇଁ ଠାକୁର ଆଉ ବାପା କହିଲେ ପରା ଯେ ମାଆକୁ କହିବ କାନ୍ଦିବନି ହେଲେ ମତେ ବି କହିଲେ କାନ୍ଦିବନି ହେଲେ ତେଣୁ କେହି କାନ୍ଦିଲୁନି ଖାଲି ବସିକି ନାମ କଲୁ ତେଣୁ ଚିନ୍ତା କରନ୍ତୁ ଆମକୁ କଣ ଦରକାର ସେଇ ଚାରିଟା ସ୍ତ୍ରୀ ଭିତରୁ ଯିଏକି ଆମ ସାଙ୍ଗରେ ଯାଏ ଆମେ ପ୍ରକୃତରେ ତାକୁ ଧରିକି ଚାଲିବା ନା ଏଇ ଷୋଳ ଋତୁର ପ୍ରବୃତ୍ତି ମାୟାରେ ପଡି ଧର୍ମକୁ ଆଖିଠାର ମାରି ଧର୍ମକୁ ଅପମାନ ଦେଇ ଆମ ଜୀବନଟା କଣ ସୁଖମୟ ହେଉଛି କେବେ ବି ହବ ତେଣୁ ଜୀବନଟା ଯଦି ଶାନ୍ତି ଶୃଙ୍ଖଳା ଥାଏ ଶାନ୍ତି ସୁସ୍ଥି ନିରାମୟ ଜୀବନ ଯାପନ ଆମେ ଯୋଉ ଠାକୁର ପ୍ରାର୍ଥନା କରୁଛେ ତାହା ଯଦି ମୁଁ ବାସ୍ତବ କର୍ମରେ ମୁଁ ରଖ ମୋ ବାପା ଆଜି ବଞ୍ଚିଛନ୍ତି ଏଇ ବଞ୍ଚିଥିବା ଅବସ୍ଥାରେ ମୋ ବାପାଙ୍କ ଚରଣ ଟିକେ ପ୍ରଣାମ କରିବି ନା ନା ମତେ ଲାଜ ଲାଗିବ ଆମ ଘରକୁ କିଏ ଲୋକ ଆସିଲେ କହି ଥଟ୍ଟା କରିବେ ତେଣୁ କେତେ ବଡ ଲଜ୍ଜା ଅପମାନ ମୁଁ ପ୍ରଣାମ କରିବି କିନ୍ତୁ ସେଇ ଗୋଟିଏ ପ୍ରଣାମ ମୋ ଜୀବନଟାକୁ ପରିବର୍ତ୍ତନ କରିଦିଏ ସେଇଟା ଆମମାନଙ୍କର ଜୀବନଟା ଆମେ କେହି ବୁଝିପାରେ ନା କାରଣ ଅନ୍ଧାର ଭିତରେ ଆମେ ରହିଯାଏ ଅନ୍ଧାର ଭିତରେ ଏଇଥିପାଇଁ ରହିଯାଏ ଗୋଟେ ଛୋଟିଆ କଥା ଦେଖାଏ ସାମାନ୍ୟ ସମସ୍ତେ କହନ୍ତି ଯେ ଯୋଉଠି ମାଛ ମାଂସ ହୁଏ ସେଠି ପ୍ରବଳ ଭିଡ଼ ହୁଏ ଆଉ ଯୋଉଠି ବିନା ପିଆଜ ମାନେ ଭାତ ଡାଲମା ହୁଏ ସେଠି ଭିଡ଼ ହୁଏ ଦେଖ ମୁଁ ମୋ ବଡ଼ ପୁଅ ଡକ୍ଟର କଥା କହୁଛି ଏଇ ପରିପ୍ରେକ୍ଷୀରେ ଯୋଉଠି ଆମ ଘର କଣ ଜାଣିଥିବେ ନୂଆପଡ଼ା ଆମ ଘର ନୂଆ ଘର ଜଣେ ଡିଏସ୍ପି ଥିଲେ ଦୁଃଶାସନ ହୋତା ସମସ୍ତେ ଜାଣିଥିବେ ଢେଙ୍କାନାଳ ପୋଲିସରେ ଥିଲେ ପୋଲିସ ବିଭାଗରେ ତାଙ୍କର ପୁଅ ତାଙ୍କ ମାନେ ତାଙ୍କ ନାତିର ବ୍ରତ ରହୁଥିଲା ଆଉ ମୋ ପୁଅର ବ୍ରତ ରହୁଥିଲା ସେଇ ସେମ୍ ଗୋଟେ ଦିନରେ ତାଙ୍କର ଚିକେନ ଫିକେନ ମାଛ ଫାଛ କରିକି ଭୋଜିଟା କରିଥିଲେ ଆମର ତ ବିନା ପିଆଜ ରସୁଣ ଏ ପନିର ଟିକେ ସବଜି ଟିକେ କରିକି ଆମେ ଭୋଜି କରୁଛୁ ଗାଁ ଲୋକ ସମସ୍ତେ ସେ ବି ଦିନ ଆମେ ତାଙ୍କୁ କହିଲୁ ତମର ଆଇଁଷ ଭୋଜିଟା କରୁନ ରାତିକି କର ଆଉ ଆମର ସାଧା ଭୋଜିଟା ଆମେ ଦିନରେ କରିଦେବୁ କହିଲେ ନାଇଁ ଆମର ବି ରାତି କରିବୁନି ଆମେ ବି ଦିନରେ କରିବୁ ରାତିରେ ମାନେ ତମର ବି ଦିନରେ କର ଛୋଟିଆ ଗାଁକୁ 20-30 ଜଣ ଲୋକ ଅଛନ୍ତି କାରଣ ଆମେ ଆମ ପୁରୁଣା ଗାଁରୁ ଉଠି ଆସୁଛୁ ଏଠିକି ଯେତେବେଳେ ଆସିଲୁ ଦେଖିଲୁ ଯେମିତି ଯେମିତି ଯଥା ଭାବରେ ଆମେ ଡାକିବା କଥା ସମସ୍ତେ ରଚନା କରିଥିଲେ ଡାକିବା କଥା ଆମେ ଡାକିଲେ ଦେଖିଲାକୁ ଆମ ଘରେ ଭିଡ଼ ହେଇକି ଭୋଜି ସରିବା ଉପରେ ତାଙ୍କ ଘରେ ଭୋଜି ପର୍ଯ୍ୟନ୍ତ ଆରମ୍ଭ ହେଇଛି ହେଉଛି ପ୍ରେମ ମଣିଷକୁ ଆମେ କୋଉ ଭଳି ଆମେ ଦେଖିବା ତମେ ମାଛ ମାଂସ ବନେଇ ଦିଅ ମଟନ ବନେଇ ଦିଅ କିନ୍ତୁ ତମ ଭିତରେ ଯଦି ପ୍ରେମ ନାହିଁ ତମ ଭିତରେ ଯଦି ଭଲ ପାଇବା ନାହିଁ ତାହେଲେ ସେଇ ମାଛ ମାଂସ କେହି ବି ଖାଇପାରିବେ ତେଣୁ ଇଏ ହେଉଛି ପ୍ରେମ ସାଗର ଇଏ ହେଲେ ଦରଦୀ ଦୟା ତେଣୁ ଆଙ୍କ ପାଖକୁ ଯେତେ ଯିଏ ପ୍ରେମ ସହିତ ଯୁକ୍ତ ହବ ସମସ୍ତେ ଆମେ ବହୁତ ଜାଗାରେ କୀର୍ତ୍ତନଟା ଶୁଣୁଛେ ମଣିଷ ଯେତେ ଭୁଲ କଲେ ଯେମିତି 4 ସ୍ତ୍ରୀରୁ ଶେଷ ସ୍ତ୍ରୀ କହିଲେ ତମେ ମତେ ସିନା ଅପମାନ ଦଉଥିଲ କିନ୍ତୁ ମୁଁ ତମକୁ ଭଲ ପାଉଥିଲି ଆଉ ତମେ ମତେ ନ ଡାକିଲେ ବି ମୁଁ ତମ ସାଙ୍ଗରେ ଯିବି ଯାହା ସେମିତି ଠାକୁର କଣ କରନ୍ତି ଏ ମଣିଷ ମାନେ ପ୍ରଭୁତ୍ୱ ମାୟାରେ ପଡି ଯେତେ ପ୍ରକାରର ଭୁଲ କାମ କଲେ ମଧ୍ୟ କିନ୍ତୁ ତାକୁ ବୁଝିପାରନ୍ତିନି ଏ ଦେଖ ଦେଖ ଆସିଛନ୍ତି ଦୟାଳ ରାଜା ଉଛୁଳେ ଆନନ୍ଦ ମୋଇ जो भाई बहन समझते बाहर
ବସିଛନ୍ତି ମଉସା ମାନେ ବସିଛନ୍ତି ବାହାର ଦୟାକରି ଗୋଟିଏ ଥର ପାଇଁ ସେଇ ହରିବୋଲ ଧନବର୍ତ୍ତୀ ଦେବେ ଆଉ ତାଳିକା ମାରିବେ ଭାଇ উছুলে আনন্দ উছুলে আনন্দ କେତେ ମୋତେ ପାଅ ଭଲ ବୁଝି ନାହିଁ ତାର ତଥାପି କରି ନ ଦୂର ପ୍ରେମେ କୋଳେ ତୋଳି ନେବ ସେଇ ଚତୁର୍ଥ ସ୍ତ୍ରୀଟି ଯେତେ ଅପମାନ ଦେଲେ ମଧ୍ୟ ଏ ମଣିଷ ଗୋଟେ ଜମିଦାରକୁ ମଧ୍ୟ ମୁଁ ବୁଝିପାରିଲାନି ଶେଷରେ ଯେଉଁ କହୁଛି ଯେ ମୋର ଏଇଭଳିଆ ଅବସ୍ଥା ସେ କହୁଛନ୍ତି ତମେ ମୋତେ ଯେତେ ଲାଞ୍ଛନା ବର୍ଷନା ଅପମାନ ଦେଲେ ବି ମୁଁ ତୁମକୁ ଭଲ ପାଉଛି ଚିନ୍ତା କରନ୍ତୁ ଏ ପରମ ଦରଦୀ ଦୟାଳୁ ଏ ମଣିଷ ଯେତେ କଷ୍ଟ ପାଇଲେ ଦୁଃଖ ପାଇଲେ ତାଙ୍କୁ କେତେ କଷ୍ଟ ହୁଏ ତେଣୁ କେତେ ମୋତେ ପାଅ ଭଲ ବୁଝି ନାହିଁ ତାର ମୂଳ ତଥାପି କରିନ ଦୂର ପ୍ରେମେ କୋଳେ ତୋଳିନ କୋଉ ଜାଗାରେ ଶୁଣିଛେ ଗୋଟେ ଜାଗା ଗୋଟେ ପାଗଳ କେମିତି ଠାକୁରଙ୍କ ପାଖକୁ ଯାଇ ପହଞ୍ଚିଲା କେମିତି ପହଞ୍ଚିଲା ନା ଭଗବାନ କୋଉଠି ତାକୁ ଖୋଜୁଥିଲା ଭଗବାନ କୋଉଠି ଯାଇ ଖୋଜିଲା ସେ ବସରେ ଚଢିଯାଏ ଟ୍ରେନରେ ଚଢିଯାଏ ଶେଷରେ ଜଣେ ଟ୍ରେନରେ ଚଢିଦେବା ଭାଇକୁ ପଚାରିଲା ଆଜ୍ଞା ଭଗବାନ କୋଉଠି ମିଳିବେ ନା ଭଗବାନ ଯଦି ଏଇ ଟ୍ରେନରେ ଚଢିଛୁ ତାର ବସ 10 ମିନିଟରେ ଓହ୍ଲେଇବୁ ସେଇ ଠାକୁର ଦୟାଳ ଠାକୁର ଅଛନ୍ତି ଠାକୁର ଅନୁଚନ୍ଦ୍ର ତାଙ୍କ ପାଖକୁ ଯିବୁ ଦେଖିବୁ ଖୋଜିଲେ ପ୍ରକୃତ ଭଗବାନ ଯେତେବେଳେ ପାଗଳଟି ଦାଢି ବଢିଛି ଚୁଟି ବଢିଛି ଚିରା ପ୍ୟାଣ୍ଟ ସାର୍ଟ ପିନ୍ଧିଛି ପାଟିରୁ ଦୁର୍ଗନ୍ଧ ବାହାରୁଛି ହଳଦିଆ ହଳଦିଆ ଏ ନାଳ ନର୍ଦ୍ଦମା ଯାହା ପଡିଥିଲା ଆମେ ଗାଁ ଗହଳିରେ ଫୋପାଡ଼ି ଦେଲେ ସେଟାକୁ ଖାଇଦିଏ ସେଇଭଳିଆ ଲୋକ ଯେତେବେଳେ ଠାକୁରଙ୍କ ପାଖରେ ପହଞ୍ଚିବି ଠାକୁର ତାକୁ ଦେଖିକି କହୁଛନ୍ତି ଏ ଧନ ଏତେ ଦିନ ପର୍ଯ୍ୟନ୍ତ ଥିଲୁ କୋଉଠି ଆ ବୁଝି ନାହିଁ ତାର ମୂଳ ତଥାପି କରିନ ଦୂର ପ୍ରେମେ କୋଳେ ତୋଳି ନେଲେ ଏ ଧନ କୋଉଠି ଥିଲୁ କହିକି ତାକୁ କୋଳେଇ ନେଉଛନ୍ତି ଏଇ ହଉଛନ୍ତି ଦରଦୀ ଦୟା ତେଣୁ ସେଥିପାଇଁ ସତ୍ସଙ୍ଗ ଦରକାର ସେଥିପାଇଁ ସାଧୁସଙ୍ଗ ଦରକାର ଆଉ ଯଦି ପ୍ରକୃତ ସତ୍ସଙ୍ଗ ସାଧୁସଙ୍ଗ ଥାଆନ୍ତି ତାହେଲେ ଜୀବନରେ କେବେ ଭୁଲ ହୁଏ ଆଉ ଯୋଉ ଭୁଲଟାକୁ ଆମେ କରିବାକୁ ଯିବା ସେତିକିବେଳେ ଆମକୁ ଜାଗ୍ରତ କରିଦେବେ এইটা হচ্ছে ভুল যদি ଥାଏ ମୋର ନିଷ୍ଠା ଯଦି ଥାଏ ମୋର ଭଲ ପାଇବା ଯଦି ତାଙ୍କ ପ୍ରତି ମୋର ପ୍ରେମ ଥାଏ ବାସ୍ତବରେ ମୁଁ ତାଙ୍କୁ ସେତିକି ବେଳେ ପାଇପାରିବି
ସେ ହେଉଛି ଅନ୍ତର୍ଯାମୀ, ସେ ହେଉଛନ୍ତି ଅନ୍ତର୍ଯାମୀ। ତେଣୁ ସେଇ ପାଗଳଟି ଦିନେ ନା ଦିନେ ତାଙ୍କ ପାଖରେ ରହି ତାର ପରିବାର କଥା ମନେ ପଡୁଛି, କହୁଛି ଠାକୁର ମୋ ବାପା ଅଛନ୍ତି, ମୋ ମା ଅଛନ୍ତି, ମୋ ପିଲା ଛୁଆମାନେ ଅଛନ୍ତି, ମୁଁ ତାଙ୍କୁ ଟିକେ ଦେଖିବାକୁ ଯିବି। ନାଉଟା ଝିଅକୁ ଯେମିତି ବାହାଘର ପରେ ବିଦାୟ କରନ୍ତି ଶାଶୁଘରକୁ, ବିଦା କଲାବେଳେ ବାପା ମା ବିଭିନ୍ନ ପ୍ରକାର ଜିନିଷ କିଣିକି ତାକୁ ଗାଡ଼ି ଘୋଡ଼ାରେ ଘୋଡ଼େଇ ବିଦା କରିଛନ୍ତି, ଠାକୁର ସହିତ ଭକ୍ତମାନଙ୍କୁ କୁହନ୍ତି ଏଇ ତା ପାଇଁ ଯାଅ, ତା ପିଲା ତା ସ୍ତ୍ରୀ ମାନଙ୍କର ସମସ୍ତ ପିଲା ଛୁଆଙ୍କ ପାଇଁ ସବୁ ପୋଷାକ ଧରିକି ଆସିବେ। ଆଶ୍ରମର ଅଚଳ ଅବସ୍ଥା ଭିତରେ ଭକ୍ତମାନେ ଭିକ୍ଷା କରି ସେଇ ଭାଇ ପାଗଳ ଭାଇକି ଯେଉଁ ତା ସ୍ମରଣ ଶକ୍ତି ଫେରି ପାରିଛି, ଆଉ ସେଇ ପରମ୍ପରାଙ୍କ ପାଖରେ ବସି ବସିକିନା ନାମୀ ପୁରୁଷଙ୍କ ପାଖରେ ଯେ ବସେ, ପ୍ରକୃତରେ ସେ ହଉଛି ସେଇଭଳି ଭଲ ମଣିଷ। ତେଣୁ ଠାକୁର ତାକୁ ବିଦାୟ କଲା କହୁଛନ୍ତି ଏଇ ଯାଉଛୁ ତ ବାଇଆରେ ତ ପଡ଼ିଯିବୁ, ଘରକୁ ଗଲୁଣି ଯେତେବେଳେ, କିନ୍ତୁ ମନେ ରଖ ଏହି ବୁଢା ବାପାଟାର କଥା ଯେତେବେଳେ ମନେ ପଡ଼ିଯିବ ନା ଟିକେ ଫେରି ଆସିବ। ତେଣୁ ସମୟ ହେଇଯାଇଛି। ଗୋଟିଏ ପାଗଳ ଯଦି ଭଲ ମଣିଷ ହେଇପାରୁଛି, ଯାହାକୁ ଆମେ ଘୃଣା କରେ, ଯାହାକୁ ଅପମାନ ଦିଏ, ଯାହାକୁ ଭର୍ତ୍ସନା କରେ, ସେ ଯଦି ଆମ ସାଙ୍ଗରେ ଆମକୁ ଭଲ ପାଇକି ଆମ ସାଙ୍ଗରେ ଯିବା ପାଇଁ ଚାହୁଁଛି, ତାହେଲେ ଆମେ ଆଉ ଡେରି କାହିଁକି? ଆମେ ପ୍ରତି ପ୍ରତ୍ୟେକ ସମସ୍ତେ ତାଙ୍କୁ ଗ୍ରହଣ କରିବା, ସେଇ ଗୋଟିଏ ପଥ ଯାତ୍ରୀ ହେବା, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏବଂ ତାଙ୍କ ପାଖରେ ପହଞ୍ଚିବା ପାଇଁ ଏକମାତ୍ର ମୋ ସାଧନ ରହୁ, ଯିଏକି ମୁଁ ମୋ ଗୁରୁଙ୍କୁ ଧରିକି ସବୁବେଳେ ଜୀବନ ପଥରେ ଚାଲିପାରିବି। କେମିତି? ଯାହାକୁ ପାଇବା ପାଇଁ, ଯାହାକୁ ପାଇବା ପାଇଁ ଖୋଜେ ଜୀବନ ସାରା, অসীম তুলে সসীম হই দেইছ মোরে ধরা, যাকু ফরে পাইবা পাই, যাকু ফরে খোঁজে জীবন সারা, কিন্তু মন ভিতরে থাকা দরকার প্রেম নিষ্ঠা ভালো পাইবা। তেমন আসন্তু পরিশেষে সেই বিদায়ী আত্মা যাকে 18 ବର୍ଷ ହେଲା ଛାଡ଼ିଦେଇକି ଆମକୁ ହେଇଛନ୍ତି, ତେଣୁ ସେଇ ବିଦାୟୀ ଆତ୍ମା ଯେଉଁଠି ଧାମନା ପାଇଛନ୍ତି ସେଇ ପରମଦ୍ୱାରଙ୍କ ନିକଟରେ ରୁହନ୍ତୁ ଏବଂ ତାଙ୍କ ଚରଣରେ ରୁହନ୍ତୁ, ତାଙ୍କୁ ଧରି ସେ ଜୀବନ ସାରା ଏଇଭଳି ଚାଲନ୍ତୁ ଯେମିତି ଆମେ ସମସ୍ତେ ସେଇଭଳି ଭାବରେ ଏଇ ପରିବାରର ସମସ୍ତ ପୁତ୍ର ଏବଂ ତାଙ୍କର 4 ପୁତ୍ର ଏବଂ ଏକମାତ୍ର କନ୍ୟା ଯିଏକି ଅନୁଭବ କରିପାରନ୍ତୁ ପ୍ରକୃତରେ ମୋ ବାପା ସେଇ ପରମଦ୍ୱାରଙ୍କ ପାଖରେ ବସୁଛନ୍ତି। ଯେମିତି ପାଗଳଟି ବସି ଗୋଟିଏ ଭଲ ମଣିଷ ହେଇଯାଇଛି, ସେମିତି ତାଙ୍କ ସ୍ଥାନ ସେଇଠି ରୁହନ୍ତୁ, ସେ ଜଣେ ଭଲ ମଣିଷ ହୁଅନ୍ତୁ ଏବଂ ପୁନରାୟ ଆମେ ପ୍ରତି ସମସ୍ତେ ଯେମିତି ସେଇ ଗୋଟିଏ ନିଷ୍ଠାର ସହିତ ତାଙ୍କୁ ଭଲ ପାଇବା
କେମିତି ପ୍ରତ୍ୟେକ ଭଲ ମଣିଷ ହେବା, ନିଜ ପରିବାରକୁ ମଧ୍ୟ ଗୋଟିଏ ଭଲ ସଂସ୍କାରିତ ପରିବାର କରିବା। ଯୋଉଠି ପରିବାର ସଂସ୍କାର ନଥାଏ, ସଂସ୍କାର କେମିତି ଜଣାପଡ଼ିବ? ଧର ଆମ ଘରକୁ ପ୍ରବେଶ କଲାବେଳକୁ ଜଣାପଡ଼ିବ ପ୍ରଥମ ସମସ୍ତେ ଆମେ ଜୋତା ରଖିଥିବା। ଏଇଟା ପରମ ପୂଜ୍ୟ ଶ୍ରୀ ଆଚାର୍ଯ୍ୟଙ୍କର କଥା। ଏଇ ଜୋତାରୁ ଜଣାପଡ଼ିବ ପ୍ରକୃତରେ ଆମ ଘରେ ସଂସ୍କାର ଅଛି କି ନାହିଁ। ଆମେ ଜୋତାଟା ଏମିତି ଏଠି ଗୋଟେ ପକେଇ ଦେଇଥିବା, ବାପାଙ୍କ ଜୋତା ମୋ ମାଡ଼ି ପଳେଇ, ମା ଜୋତା କିଏ ମୋ ସ୍ତ୍ରୀଟେ ମାଡ଼ି ପଳେଇବ, ତେଣୁ ଇଏ ହଉଛି ସଂସ୍କାର। ଏଇଥିରେ ଆମ ଗୁରୁଜନମାନଙ୍କୁ ଆମେ ଅବମାନନା କରେ। ତେଣୁ ଜୋତା ଯଦି ଠିକ୍ ଭାବରେ ସଜା ହେଇଥାଏ, ଆଉ ନିଜ ଜୋତା ନିଜେ ପିନ୍ଧୁଛେ, ଆଉ ଗୁରୁଜନଙ୍କ ଜୋତାକୁ ଯେତେବେଳେ ମୁଁ ମୋ ବାପାଙ୍କ ଜୋତାକୁ ସମ୍ମାନ ଦିଏ, ସେଇଠି ଜଣାପଡ଼ିବ ଯେ ସେଇ ଘରେ ଅଛି ଗୋଟେ ସଂସ୍କାର। ତେଣୁ ପ୍ରତ୍ୟେକ ସମସ୍ତେ ସେ ସଂସ୍କାରିତ ଗୋଟିଏ ଘରକୁ ଗୋଟିଏ ମନ୍ଦିର, ହୃଦୟ ମନ୍ଦିର ଯେମିତି ତାକୁ ବିରାଜମାନ କରି ବା ତାଙ୍କୁ ସ୍ଥାପନ କରି ସ୍ଥାନ ଦେଇ ହୃଦୟର ଭିତରେ ତାଙ୍କୁ ଜାଗାଟିଏ ରଖି, ଜାଗା ଭିତରେ ତାକୁ ରଖି ସମସ୍ତେ ଯେମିତି ଗୋଟିଏ ଗୋଟିଏ ଭଲ ମଣିଷ ହେଲା, ଏଇଟା ହିଁ ମୋର ସେଇ ପରମ ନିକଟରେ ପ୍ରାର୍ଥନା। ଜୟ ରାଧେ ରାଧେ।